କ'ଣ ଆପଣ ଜାଣିଛନ୍ତି କି ରାବଣ କିପରି ହେଲେ ସ୍ୱର୍ଣ୍ଣଲଙ୍କାର ରାଜା? ଆସନ୍ତୁ ଜାଣିବା। ରାବଣଙ୍କ ଅଜା ସୁମାଲିଙ୍କର ସର୍ବଦା ଏହି ଆଶା ଥିଲା ଯେ ରାବଣ ଲଙ୍କାର ସ୍ୱର୍ଣ୍ଣ ନଗରୀକୁ ପୁନର୍ବାର ହାସଲ କରିବେ। ସୁମାଲି ଅନୁରୋଧ କରି କହିଲେ, କୁବେରଙ୍କଠାରୁ ଏହି ନଗରୀ ଛଡ଼ାଇ ଆଣ। ଏହାକୁ ପୂର୍ବପରି ରାକ୍ଷସମାନଙ୍କର ନଗରୀ ହେବାକୁ ଦିଅ, ଯେପରି ଏହା ବହୁତ ପୂର୍ବରୁ ଥିଲା। ରାବଣଙ୍କ ସେନାପତି ପ୍ରହସ୍ତ ଏଥିରେ ସହମତି ପ୍ରକାଶ କରି କହିଲେ, ଦେବତାମାନେ ଲଙ୍କାରୁ ରାକ୍ଷସମାନଙ୍କୁ ତଡ଼ି ଦେଇ ଭୁଲ କରିଥିଲେ, ତେଣୁ ଲଙ୍କାକୁ ଫେରାଇ ଆଣିବା ଆମର ସଠିକ୍ ପଦକ୍ଷେପ। ରାବଣ ପ୍ରହସ୍ତକୁ ନିଜର ଦୂତ କରି ଲଙ୍କା ପଠାଇଲେ। ପ୍ରହସ୍ତ କୁବେରଙ୍କୁ କହିଲେ, ଆମକୁ ଏହି ନଗରୀ ଫେରାଇ ଦିଅନ୍ତୁ, ନଚେତ୍ ଆମେ ଆପଣଙ୍କ ସହ ଯୁଦ୍ଧ କରିବୁ। ପ୍ରହସ୍ତ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ କୁବେର ସହଜରେ ସହରଟିକୁ ଛାଡ଼ିଦେଲେ ଏବଂ ସେ କହିଲେ, ମୁଁ ହିମାଳୟ ଚାଲିଯିବି। ମୋ ଭାଇଙ୍କୁ ଜଣାଇଦେବ ଯେ ଏହି ସ୍ୱର୍ଣ୍ଣଲଙ୍କା ଏବେ ତାଙ୍କର। ଜୟ ଶ୍ରୀରାମ।